କହିଲେ ଏ ଝିଅ ସହିତ ତୋର ବାହାଘର ସରି ଯାଇଛି ଆଉ ଇତି ଆପଣ କୋଉ ଇତି କଥା କହୁଛନ୍ତି ବାପା? ଆରେ ମୁଁ ସେଇ ଇତି କଥା କହୁଛି ଯେ ସଞ୍ଜ ସକାଳେ ତ ମଙ୍ଗଳ ମନାସି ଚଉରା ମୂଳେ ସଞ୍ଜ ଦୀପ ଜାଳୁଛି ମୁଁ ସେଇ ଇତି କଥା କହୁଛି ଯେ 7 ଜଣ ପାଇଁ ଗୋଟାଏ ସୂତାରେ ତୋ ସହିତ ବାନ୍ଧି ହେବା ପାଇଁ କଥା ଦେଇଛି ମୁଁ ସେଇ ଇତି କଥା କହୁଛି ଯେ আরে যে এ ঘর সবু সুখ দুঃখ আপদ বিপদକୁ ମୁଣ୍ଡରେ ମୁଣ୍ଡେଇ ତୋ ପାଦ ସହିତ ପାଦ ମିଶେଇ ବାଟ ଚାଲିବାକୁ ତୋତେ ଭରସା ଦେଇଛି ମୁଁ ସେଇଠି କଥା କହୁଛି। ଓହୋ ସେ ଡ୍ରାମା ସବୁ ବନ୍ଦ କର। ଏ ତୁ ଏ ବଦମାସ କଣ କହିଲୁ? ହଁ କଣ କରି ଦେଖିବୁ? ଆରେ ଦେଖିବୁ ଏଠି ଦେଖିବୁ କହିଲେ କାହିଁକି ତମର ପାଟି କରୁଛ ବା? କାହିଁକି ତମର ପାଟି କରୁଛ? ତମ ପୁଅ କଣ କହିଲେ ଶୁଣି ପାରିଲ ନା? ନା ତମ ପୁଅ କଣ କହିଲେ ଶୁଣି ପାରିଲ ନା ନାହିଁ? ଆରେ ବାବା ଏମିତି ଅନ୍ୟାନ୍ୟ ଟାଇମରେ ପୁଅ ଝିଅ ମାନେ କଥା ହେଇଥାନ୍ତି ପରସ୍ପରକୁ କଥା ଦେଇଥାନ୍ତି ସେମିତି ଶୀତ ବି କାହାକୁ କଥା ଦେଇଥିବେ କଣ୍ଟା ମହାଭାରତ ଅଶୁଦ୍ଧ ହେଇଗଲା। ଦେଖ ଶୀତ ତମେ କହିଲ ବୋଲି ତମ କଥା ରଖି ମୁଁ ତମ ଘରକୁ ଆସି ହେଲେ ତମ ବାପାଙ୍କୁ ଘର ଭାବରେ ବୁଝାଇଥିଲ ମୋ ସ୍ୱାଧୀନତା ଉପରେ ଟିକେ ବି ହସ୍ତକ୍ଷେପ କଲେ ମୁଁ ଭୁଲିଯିବି ସିଏ ତମ ବାପା ବୋଲି। ମୁଁ ଭିତରେ ଅଛି ଆସ। ନୂଆ ବୋହୂ ମାନେ ସେମିତି ଏରୁଣ୍ଡି ଗୁଣ୍ଡ ଦେଇ ଘର ଭିତରକୁ ଯାଆନ୍ତିନି। ଆପଣ ସେଠି ଅପେକ୍ଷା କରନ୍ତୁ ମୁଁ ଆପଣଙ୍କୁ ମନା କରା କରିଦେଇଛି। ଆରେ ମା ତୋ ମୁଣ୍ଡ କଣ ଖରାପ ହେଇଛି ପାଗଳ ହେଇଯାଇଛୁ ପାଗଳ ହେଇଯାଇଛୁ ଏଭଳି ଗୋଟେ ବାଜେ ଝିଅକୁ ଧନ୍ଦାବାଦ କରିବା କଥା କହୁଛୁ ତୁ କାହିଁକି ବାପା ଅସୁବିଧା କଣ ହେଲା ଯେ? କଣ ହେଲା? ଏ ଘରର ବୋହୂ ହିସାବରେ ଏଇଟା ତମର କର୍ତ୍ତବ୍ୟ ନା। ଓହୋ କଣ କହିଲେ ତମେ? ବହୁ ବହୁ ମାନେ ତମେ କିଏ? ତମ ସ୍ୱାମୀ କିଏ? ତମେ କାହା ସ୍ତ୍ରୀ? ସେ ମୋ ସ୍ତ୍ରୀ। ଦାଦା ମୋ ସ୍ତ୍ରୀ ସହିତ କଳି କରି ମୁଁ କିଛି ଦିନ ବାହାରକୁ ଚାଲିଗଲି ବୋଲି ତେଣୁ ମୋ ସ୍ତ୍ରୀଟାକୁ ପର କରିଦଉଛି। ଆରେ କଣ ମୁଣ୍ଡ ଖରାପ ହେଇଯାଇଛି ପାଗଳ ହେଇଯାଇଛି ତୁ କାହାକୁ କଣ କହୁଛୁ ଚିନ୍ତା କରି କହୁଛୁ ତ କୋଉ ଚିନ୍ତା କରି କହୁଛୁ ତୁ? ଦାଦା ମୋ ମୁଣ୍ଡ ଖରାପ ହେଇଯାଇନି ବରଂ ତମ ମୁଣ୍ଡ ଖରାପ ହେଇଯାଇଛି। କଣ ହେଲା? ମୋ ସ୍ତ୍ରୀ ସହିତ କଳି କରି ମୁଁ କିଛି ଦିନ ବାହାରକୁ ଚାଲିଗଲି ବୋଲି ତମେ ମୋ ଉପରେ ରାଗ ସୁଝାଉଛ। ବଦମାସ କଣ କରୁ ତୋ ଉପରେ ମୁଁ ରାଗ ସୁଝୁଛି ନାଇଁ ତୋ ଉପରେ ମୁଁ ରାଗ ସୁଝୁଛି ଦେଖିପାଇନି ଏ ବୋଉ ମା ଶୁଣୁଛୁ ଶୁଣୁଛୁ ଏ ବଦମାସ କଣ କହୁଛି ତା କଥା ଟିକେ ଶୁଣୁଛୁ ଶୁଣୁଛୁ ତା କଥା ଶୁଣୁଛ? ହଁ ବାପା ସେ ତ କିଛି ଭୁଲ କହୁନାହାନ୍ତି। କଣ ହେଲା? ମୋ ସ୍ୱାମୀ ଏତେ ଦିନ ପରେ ଘରକୁ ଫେରିଛନ୍ତି ଯେତେବେଳେ ମୁଁ କେମିତି ଭାବିଦେବି ସେ ମୋ ସ୍ୱାମୀ ନଥିବ ବୋଲି ଇଏ ତମ ସ୍ୱାମୀ। ନାଇଁ ନାଇଁ ମା ତୁ ଭୁଲ କହୁଛୁ ମିଛ କହୁଛୁ ଏ ଭାଇ ତୁ ଯେତେ କହିଲେ ବି ତୋ କଥାକୁ କେବେ ମୁଁ ବିଶ୍ୱାସ କରିବିନି। ଏ ଗୌତମ ତୋ ସ୍ୱାମୀ ନୁହଁ ତୋ ସ୍ୱାମୀ ହଉଛି ଶ୍ରୀରାମ। ହଁ ବାପା ଆପଣ କହିଦେଲେ ବୋଲି ମୋ କଥାକୁ ସ୍ୱାମୀ ବୋଲି ଗ୍ରହଣ କଲେ। ତା ଛଡା ମୋ ସ୍ୱାମୀ ତ ଆପଣଙ୍କ ଆଖି ସାମ୍ନାରେ ଛିଡା ହେଇଛନ୍ତି। ସତ ଚିତ୍ରକୁ ମୁଁ ଭାଙ୍ଗି ଦେବି। ଆରେ ଏଇଟା ଗୋଟେ ବଢିଆ ସସ୍ପେନ୍ସ ଡ୍ରାମା ଚାଲିଛି ଆଉ କଣ? ହଁ ଏ ଡ୍ରାମାର ଅନ୍ତ କରିବେ ଶ୍ରୀତମ। ଶ୍ରୀତମ ଏ ସ୍ତ୍ରୀ ଲୋକ ସହିତ ତମର ସମ୍ପର୍କ କଣ? ୟାଙ୍କ ସହିତ ଆଙ୍କ ସହିତ ତମର ସମ୍ପର୍କ କଣ? ୟାଙ୍କ ସହିତ ମୁଁ ପଚାରୁଛି ପରା ଆଙ୍କ ସହିତ ତମର ସମ୍ପର୍କ କଣ? ୟାଙ୍କ ସହିତ ମୋର କିଛି ବି ସମ୍ପର୍କ ନାହିଁ। ପ୍ରକୃତରେ ଏ ଦି ଜଣ ସ୍ୱାମୀ ସ୍ତ୍ରୀ। ବାହାଘର ଅଳ୍ପ ଦିନ ପରେ ଭାଇ ବାହାରକୁ ଚାଲିଗଲେ ଯେ ଆଉ ଫେରିଲେନି। ସେଇଥିପାଇଁ ବାପା ବାଧ୍ୟ ହୋଇ ତାଙ୍କ ସହିତ ମୋ ବାହାଘର କରିବା ପାଇଁ ମତେ ରାଜି କରିଥିଲେ। ହଁ ଭଉଣୀ ଇଏ ଯାହା କହୁଛନ୍ତି ଠିକ କହୁଛନ୍ତି। ମୋ ଶ୍ୱଶୁର କାହା ପାଖରୁ ଶୁଣିଲେ ମୋ ସ୍ୱାମୀ ନା ବାହାରେ ଆଉ ଜଣକୁ ନେଇ ସଂସାର କରୁଛନ୍ତି ବୋଲି ସେଇଥିପାଇଁ ପରା ଜୋର ଜବରଦସ୍ତ ମୋ ଦିଅର ସାଙ୍ଗରେ ମୋ ବାହାଘର କରି। ଆରେ ନାଇଁ ନାଇଁ ମା ଭୁଲ କହୁଛୁ ମିଛ କହୁଛୁ ତୁ ମିଛ କହୁଛୁ ଏ ଭାଇ ତୁ ଯେତେ ସଫେଇ ଦେବି ତୋ କଥାକୁ ମୁଁ କେବେ ବିଶ୍ୱାସ କରିବିନି କେବେ ବିଶ୍ୱାସ କରିବିନି ତୋ କଥାକୁ ମୁଁ ଏସି ତୁ ବାବା ଏ ବାବା ତୁ ମୋ ମୁହଁକୁ ଯାଇ କହିଲୁ ବାବା ମୋ ମୁହଁକୁ ଯାଇ କହିଲୁ ଏ ତୋ ସ୍ତ୍ରୀ ନୁହଁ ମୋ ବାପା ମୋ ମୁହଁକୁ ଯାଇ କହିଲୁ ମୋ ମୁହଁକୁ ଯାଇ କହ ଏ ତୋ ସ୍ତ୍ରୀ ନୁହଁ ଆରେ କହ ଏ ତୋ ସ୍ତ୍ରୀ ନୁହଁ। ଥରେ କହିସାରିଲା ପରେ ମତେ କଣ ବାରମ୍ବାର କହିବାକୁ ପଡିବ ଇଏ ମୋ ସ୍ତ୍ରୀ ନୁହଁ? ମୁଁ କହୁଛି ଇଏ ତୋ ସ୍ତ୍ରୀ। ତାହେଲେ ମୁଁ କହିବି ଆପଣ ଜଣେ ପାଗଳ। ଆପଣଙ୍କର ମୁଣ୍ଡ ଦୋଷ ଅଛି।
ମୋ ସ୍ୱାମୀଙ୍କ ଉପରକୁ ହାତ ଉଠେଇଦେଲ, ଜଣେ କଲେକ୍ଟର ଉପରକୁ ତମେ ହାତ ଉଠେଇଦେଲ, ମୁଁ ପଚାରୁଛି କାହିଁକି ଉଠାଇଲ? ଦେଖ ଏବେ ଦେଖ ମୁଁ ତମକୁ କି ପନିଶମେଣ୍ଟ ଦଉଛି। ପୋଲିସ! 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 ତମେ ମୋ ଦାଦାଙ୍କୁ ପୋଲିସରେ ଦିଅନି, ମୋ ଦାଦାଙ୍କୁ ତମେ ପୋଲିସରେ ଦିଅନି। ମୁଁ ମାନୁଛି ମୋ ଦାଦାଙ୍କର ଭୁଲ ହେଇଯାଇଛି ମୋ ଦାଦାଙ୍କର। ଘର କଥା ବାହାରକୁ ଗଲେ ଖାଲି ଘରର ଇଜ୍ଜତ ଚାଲିଯିବନି, ବରଂ କଲେକ୍ଟର ବାବୁଙ୍କର ମାନ ସମ୍ମାନ ଚାଲିଯିବ। ମୁଁ ତମକୁ ହାତ ଯୋଡୁଛି, ତମେ ମୋ ଦାଦାକୁ କ୍ଷମା କରିଦିଅ ମୋ ଦାଦାକୁ। এই ভৌরি, এই দেখো ভৌরি, ମୁଁ ବି ତମକୁ ହାତ ଯୋଡୁଛି। এই ଥରକ ପାଇଁ ତମେ ମୋ ଶ୍ୱଶୁରଙ୍କୁ କ୍ଷମା କରିଦିଅ ମୋ ବାପାଙ୍କୁ। ଠିକ ଅଛି, ତମମାନେ ଯେତେବେଳେ ଏତେ ରିକ୍ୱେଷ୍ଟ କରୁଛ ମୁଁ ତାଙ୍କୁ ପୋଲିସରେ ଦେବି, କିନ୍ତୁ ଏ ଘଟଣାର ଏବେ ଏଠି ବିଚାର ହବ। ହଁ, ଏ ଘଟଣାର ବିଚାର କରି ଦୋଷୀକୁ ଦଣ୍ଡ ବିଧାନ କରିବେ ନିଜେ କଲେକ୍ଟର ସାହେବ। କାହାକୁ ଡରେନା କି କାହା କଥା ରଖେନା, ସବୁବେଳେ ଖୋଜେ ନୂଆ ଜମାନା। ଶୁଣ, ବିଚାରଟା ଯେମିତି ନିରପେକ୍ଷ ହୁଏ, ନିରପେକ୍ଷ। বিচার করতু কলেক্টর সাহেব, বিচার করতু। বিচার করি এ অপরাধীটাকে কঠোরରୁ কঠোর দণ্ডରେ দণ্ডিত করতু কলেক্টর সাহেব, কঠোর দণ্ডରେ দণ্ডিত করতু। বিচার করিবা পূର୍ବରୁ ଏ ଅପରାଧୀର ଗୋଟେ ଛୋଟିଆ କଥା ମନେ ରଖିବ କଲେକ୍ଟର ସାହେବ। ଏଠି ଆରେ ଏଠି ଜଣେ ବାପ ତା ପୁଅକୁ ମାରିନି, ଜଣେ ଅପରାଧୀ ଏ ରାଜ୍ୟର କଲେକ୍ଟରଙ୍କ ଉପରକୁ ସେ ହାତ ଉଠେଇ ଦେଇଛି। ଏ ରାଜ୍ୟର ଜଣେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀକୁ ଏ ଅପରାଧୀ ଅସମ୍ମାନିତ କରିଛି, ଅପମାନିତ କରିଛି। ତେଣୁ ବିଚାର କରନ୍ତୁ କଲେକ୍ଟର ସାହେବ, ବିଚାର କରନ୍ତୁ। ବିଚାର କରି ଏ ଅପରାଧୀଟାକୁ ଆପଣ କଠୋରରୁ କଠୋର ଦଣ୍ଡିତ କରନ୍ତୁ, କଠୋର ଦଣ୍ଡିତ କରନ୍ତୁ। କଠୋର ତୁ ବିଚାର କରିବି ମୁଁ ଓଡ଼ିଶା ପ୍ରଶାସନର କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ମାଡ଼ ମାରିଥିବା ଅପରାଧରେ ଅପରାଧୀ ଜଗା ପ୍ରଧାନ ସର୍ବସମ୍ମୁଖରେ ହାତ ଯୋଡ଼ି ଭୁଲ ମାଗିବେ। କଲେକ୍ଟର ସାହେବ, ଆପଣଙ୍କର ଏ ବିଚାରକୁ ମୁଁ ମଥା ପାତି ଗ୍ରହଣ କରିନେଲି କଲେକ୍ଟର ସାହେବ, ମଥା ପାତି ଗ୍ରହଣ
अरे कलेक्टर कलेक्टर मो पुओ हूँ जड़े कलेक्टर कलेक्टर साहेब बापा मो पुओ नानीपति गाड़ी में चढ़ी आसो नानीपति गाड़ी में चढ़ी आसो आ पुलिस माने मो को सेल्यूट मारी एमती बाट पड़ेगी आ वो पिलारे चौकी उपरे एमती घोड़ उपरे गोड़ पकई बसी मो पुओ आस मत मुंडिया मार मो पुओ को मुझे उठे नहीं छाती भर चापुड़ी धरबी चापुड़ी धरबी आम गाँ लोक मैंने मत सम्मान करेंगे अरे कलेक्टर बाप हिसाब से मो गाँ लोक मैंने मोर इज्जत करेंगे आ मुझे चका प्रधान जगन्नाथ प्रधान